কিছু କହିଲେ ବିଜୟା ଦଶମୀ ସେଇ ବିଜୟା ବିଜୟ ଦଶମୀ ନବମୀ ନବମୀ ତ ବିଜୟା ନବମୀ ପର୍ବ ବିଷୟରେ ଟିକେ ସମୟ ଧାରଣା ଦିଅନ୍ତୁ। ଯାହା ମୁଁ ଶୁଣିଲି ଅନ୍ୟ ପୁରୀ ଜିଲ୍ଲାର ଅନ୍ୟ କୌଣସି ଗ୍ରାମରେ ଷୋଳ ଶାସନରେ ବି ଏଇ ପର୍ବର ଉଲ୍ଲେଖ ନାହିଁ ନାହିଁ। କିନ୍ତୁ କେବଳ ବୀରରାମଚନ୍ଦ୍ରପୁର ଏମିତି ଗ୍ରାମ ଅଛି। ତାର ଉଲ୍ଲେଖ ଅଛି। ଆଉ ବି ମୁଁ ଗୋଟେ ସୂଚନା ପାଇଲି ଯେ କୌଣସି ଜାଗାରେ ପର୍ବ ପାଳିତ ନ ହୋଇ ବି ମୁଁ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ପଞ୍ଜିକା ବାହାରୁଛି ସେଥିରେ ବି ଏଇ ବିଜୟା ନବମୀ ବିଷୟରେ ଉଲ୍ଲେଖ କରାଯାଇଛି। କଣ ତାର ମାହାତ୍ମ୍ୟ ସେ ବିଷୟରେ ଟିକେ କୋଉ ତିଥି ବାର କେମିତି ପାଳନ କରାହୁଏ, ଲୋକମାନେ ଯଦି ଚାହିଁବେ ଆସିବା ପାଇଁ ସେ ପର୍ବରେ ବିଶେଷତ୍ୱ କଣ, ସେମାନେ ଆସିକି ସେ ପର୍ବରେ ଦର୍ଶନ କରିବେ, କରିଲେ କଣ ତାଙ୍କର ଲାଭ ହବ ସେ ବିଷୟରେ ଟିକେ କୁହନ୍ତୁ। ଆମର ହଉଛି ଆଷାଢ ମାସ ଶୁକ୍ଳ ପକ୍ଷ ନବମୀ ତିଥି ହଉଛି ବିଜୟ ନବମୀ ରୂପେ ଆମର ଘୋଷିତ। ସେଇଦିନ ଆମ ଗାଁରେ ଯୋଉ ହଇଯାବା ଯୋଉ ଦୁଃଖ ପଡିଥିଲା, ବହୁତ ଲୋକଙ୍କର ଦେହାନ୍ତ ହୋଇଯାଇଥିଲା, ଯାହା ଦ୍ୱାରା କି ସେଇ ଦିନଟା ବହୁତ ଆମ ଗ୍ରାମ ପାଇଁ ଗୋଟେ ବହୁତ ବିପଦଜନକ ଜିନିଷ ଆଉ ବହୁତ ଦୁଃଖଦାୟକ ଜିନିଷ, ଯାହା ଦ୍ୱାରା କି ସେଥିପାଇଁ ଏଇ ଗ୍ରାମକୁ ଯୋଉ ଆପଣ କହିଲେ ଯୋଉ ଆସନ୍ତି ଦର୍ଶନ କରିବା ପାଇଁ, ବିଜୟ ନବମୀ ଦିନ ଆମ ଗାଁକୁ ଯୋଉମାନେ ଆସନ୍ତି ସେମାନେ ସେଇଦିନ ଘରକୁ ଫେରନ୍ତି। ଏଇଟା କଣ ୟାର କାରଣ ହଉଛି ନା ଯେହେତୁ ସେଦିନ ଆମ ଗ୍ରାମରେ ବିପଦ ବା ବାଡି ପଡିଥିଲା, ସେଇଦିନ ଯୋଉମାନେ ଆସିବେ ସେଇଦିନ କେବେ ବାହାରକୁ ଯାଇପାରିବେ ନାହିଁ। ସେଦିନ ମାଙ୍କର ସେଦିନ ଉଗ୍ର ରୂପଟା ଧାରଣ କରିଥାନ୍ତି। ତାହେଲେ ଆପଣ କହୁଛନ୍ତି ଯେ କୌଣସି ବାହାର ଲୋକ ଯୋଉମାନେ କି ଗ୍ରାମବାସୀ ନୁହନ୍ତି ସେମାନେ ଆସିବା କଥା ନୁହଁ। ବିଜୟ ନବମୀ ଦିନ ସନ୍ଧ୍ୟା ପୂର୍ବରୁ ଯାହା ଆସିକି ବୁଲି ଯାଇପାରିବେ, ସନ୍ଧ୍ୟା ପରେ ସେମାନେ ଆସିପାରିବେ ନାହିଁ। ଆଚ୍ଛା, ଏମିତି କଣ ଅଛି କିଛି ଦୈବୀ ଶକ୍ତି ତାଙ୍କୁ ରୋକେ? ନିଶ୍ଚିନ୍ତ ଭଗବତୀ ଏଠି ନିଜେ ଦୈବୀ ଶକ୍ତିର ପ୍ରକୃତି। ତାହେଲେ ଯିଏ ଆସିବା ପାଇଁ ବି ଚାहे ସେ ଆସିପାରେନି। ଯଦି ବି ଆସିବେ କୌଣସି ଅଘଟଣ ଘଟିବ ନିଶ୍ଚିତ ଭାବରେ। ଏବେ ବି ସେ ଜିନିଷ ଆଜ୍ଞା ଅଛି, ସେଇ ଜିନିଷ ଆମର ମହାପ୍ରଭୁ ପୁରୁଣା ଜୀବନ ଅଛି। ଅଲୌକିକ ଆମର ସେଇଦିନ ସୂର୍ଯ୍ୟ ଅସ୍ତ ପୂର୍ବରୁ ଆସିକି ଦର୍ଶନ କରିକି ଯାଇପାରିବେ। ସୂର୍ଯ୍ୟ ଅସ୍ତ ହେଇଗଲା ପରେ ମାଙ୍କର ଯେହେତୁ ଦେବୀ ଦୈବୀ ଶକ୍ତି ହଉଛି କଣ ଯୋଗିନୀ ସ୍ୱରୂପୀ, ରାତ୍ରିରେ ତାଙ୍କର ପାୱାରଟା ବେଶୀ, ଦିନରେ ଦେବତା ମାନଙ୍କର ପାୱାରଟା ବେଶୀ, ରାତ୍ରିରେ ଦେବୀ ମାନଙ୍କର ଦୈବୀ ଶକ୍ତିର ମାନଙ୍କର ପାୱାରଟା ବେଶୀ। ସେଥିପାଇଁ ଯୋଉମାନେ ବିଜୟ ନବମୀ ଦିନ ସମସ୍ତେ ସକାଳୁ ଆସି ଦର୍ଶନ କରିଦେଇକି ଯାଆନ୍ତି, ବାହାର ଲୋକ ଯୋଉମାନେ ଆସନ୍ତି, ସୂର୍ଯ୍ୟ ଅସ୍ତ ପରେ ସେମାନେ ତାଙ୍କୁ ଯେଝା ଘରକୁ ଯିଏ ଆସିଥାନ୍ତୁ ସମସ୍ତ ତମେ ପଳା, ନହେଲେ ରହିବ କାଲି ସକାଳେ। ଗ୍ରାମବାସୀ ବି ସହଯୋଗ ନିଶ୍ଚିନ୍ତ ଗ୍ରାମବାସୀଙ୍କ ବିନା ଏ ବିଷୟରେ ଗୋଟେ ସାଧାରଣ ଜନତାଙ୍କର ଅବଗତି ନିମନ୍ତେ କିଛି ଏମିତି ସୂଚନା କେବେ ଜାରି କରାହେଇଛି ଗ୍ରାମର? ଯେହେତୁ ଏଇଟା ଗୋଟେ ବିଜୟ ନବମୀ ସ୍ୱତନ୍ତ୍ର ପର୍ବ, ଏଇଟା ଆମର ପୁରୀର ଜଗନ୍ନାଥଙ୍କର ପଞ୍ଜିକାରେ ଏଇଟା ସ୍ୱତନ୍ତ୍ର ଭାବେ ବୀରରାମଚନ୍ଦ୍ରପୁରକୁ ନେଇକିରି ଏଇଟା ସ୍ୱତନ୍ତ୍ର ଭାବରେ ଲିଖିତ କରାଯାଇଛି। କାରଣ ପର୍ବପର୍ବାଣୀ ନେଇକିରି ପାଞ୍ଜି ତିଆରି କରାଯାଏ। ଆଜି ଆମର ଧର ରାକ୍ଷୀ ପୂର୍ଣ୍ଣମୀ ହଉ ବା କୌଣସି ରଥଯାତ୍ରା ହଉ ବା କୌଣସି ଗୋଟେ ଚୈତ୍ର ମାସର ଦୁର୍ଗା ପୂଜା ହଉ ବା ପ୍ରତ୍ୟେକ ପଣା ସଂକ୍ରାନ୍ତି ହଉ, ପ୍ରତ୍ୟେକ ପର୍ବ ଗୋଟେ ତିଥି ନକ୍ଷତ୍ରରେ ଆମର କରାଯାଏ। ତେଣୁ ଯେହେତୁ ଏଇଟା ବିଜୟ ନବମୀ ଆଷାଢ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏଇଟା ପଡେ, এটা ସେଥିପାଇଁ ସ୍ୱତନ୍ତ୍ର ଭାବରେ ଏଇଟା ପାଞ୍ଜିକାରେ ଉଲ୍ଲେଖ କରାଯାଇଛି। ବୀରରାମଚନ୍ଦ୍ରପୁର ସ୍ୱତନ୍ତ୍ର ପର୍ବ ବିଜୟ ନବମୀ ବା ବାଡି ନବମୀ ରୂପେ ଏଟା ଘୋଷିତ କରାଯାଇଛି। ଏଟା ପ୍ରଚାର ପ୍ରସାର ଅଛି, ପଞ୍ଜିକାରେ ମଧ୍ୟ ଲେଖା ଅଛି। ଗ୍ରାମବାସୀଙ୍କଠୁ ଯାହା କଥାବାର୍ତ୍ତାରେ ଜାଣିଛି, ଗୋଟେ ସୂଚନା ପାଇଲି ଯେ ମାଙ୍କର ଗ୍ରାମକୁ ଆଗମନ, ତା ପୂର୍ବରୁ ଯୋଉଠି ମା ଥିଲେ ଆମର ମା ରଣପୁରରେ ଥିଲେ, ରଣପୁରରୁ ପୁରୀ ରାଜା ତାଙ୍କୁ ଜୟ କରି ନେଲେ। ତ ଏଇ ଟୋଟାଲ ଷ୍ଟୋରି ଭିତରେ କିଛି ଏମିତି ଗଳ୍ପ ବି ରହିଯାଇଛି ବୋଧେ, ଯେମିତିକି ମାଙ୍କର କି ଜଣେ ଭକ୍ତ ଥିଲେ ଯିଏ ତାଙ୍କୁ ନରବଳିରୁ ମାଙ୍କୁ ଚେଞ୍ଜ କରିଥିଲେ ତାଙ୍କ ମତ। ସେତେବେଳେ ବୀରରାମଚନ୍ଦ୍ରପୁର ଗ୍ରାମରେ ସମସ୍ତ ମହାଜନ ମାନେ ଯେତେବେଳେ ରଜାଙ୍କୁ ସ୍ଥାପନା କରିଥିଲେ, ସେତେବେଳେ ଆମକୁ ବହୁତ ଗୁଡିଏ ସମ୍ପତ୍ତି ଦେଇଥିଲେ। ସେମାନଙ୍କୁ ଦବାର କାରଣ ଥିଲା କି ସେମାନେ ମନ୍ତ୍ର ଜପ କରିବେ, ଧର୍ମ କରିବେ, ଲୋକମାନଙ୍କୁ ଶିକ୍ଷା ଦେବେ, ଲୋକମାନଙ୍କର ସମସ୍ତଙ୍କର ଦୁଃଖକୁ ବୁଝିବେ। ସେମାନେ ବହୁତ ଗରିବ ବ୍ରାହ୍ମଣ ଥିଲେ ମଧ୍ୟ ସେମାନଙ୍କ ପାଖରେ ନୀତି ନୈତିକତା ଥିଲା, ସେମାନେ ବହୁତ ଧାର୍ମିକ ଥିଲେ, ଯୋଉ ବଳରେ ଏମାନଙ୍କୁ ରଜା ଆଣିକି ଗୋଟେ ଶାସନରେ ଏମାନଙ୍କୁ ପ୍ରତିଷ୍ଠିତ କରିଥିଲେ।
ଏଇ ଗ୍ରାମର ଜଣେ ବ୍ୟକ୍ତି ସେ ଭିକ୍ଷା ମାଗୁ ଆମର ସେତେବେଳେ ବ୍ରାହ୍ମଣ ତ ଭିକ୍ଷା ଦେଇ ଆମେ ସମସ୍ତେ ବ୍ରତଘରରେ ଭିକ୍ଷା ମାଗିବା ବ୍ରାହ୍ମଣ ମାନଙ୍କର କର୍ତ୍ତବ୍ୟ। ତେଣୁ ବ୍ରାହ୍ମଣ ମାନେ ସମସ୍ତେ ବର୍ତ୍ତମାନ ଭିକ୍ଷା ମାଗି ଯୋଉମାନଙ୍କର ଯୋଉ ପୁଞ୍ଜି ଏରାକ ଯୋଉମାନେ ରଖିଥିଲେ, ଯୋଉମାନେ କିଛି କିଛି ଭୂ ସମ୍ପତ୍ତି ପାଇକିରି ବହୁତ ବଡ ବଡ ଜାଗାରେ ଅଛନ୍ତି, ସେମାନେ ଯାହା ଟିକେ ଟିକେ ଲେବୁଲରେ ଥିଲେ, ଆଉ ବହୁତ ଗୁଡିଏ ବ୍ରାହ୍ମଣ ମାନେ ଭିକ୍ଷା ମାଗ କରିକି ଚଳୁଛନ୍ତି। ଆମ ଗାଁର ଜଣେ ବ୍ରାହ୍ମଣ ଜଣେ ରଣପୁର ଯାଇଥିଲେ ଭିକ୍ଷା ମାଗିବା ପାଇଁ। ଭିକ୍ଷା ମାଗିବା ସମୟରେ ଯେତେବେଳେ ବୁଲି ବୁଲିକି ଭିକ୍ଷା ମାଗନ୍ତି, ସେତେବେଳେ ପୁରୀ ରଜା ଯେତେବେଳେ ଖୋର୍ଦ୍ଧା ରଜା ପାଇକ ରଜା ସେତେବେଳେ ତାଙ୍କ ସେତେବେଳେ ଗୋଟେ ନରବଳି ମା ସେଠି ପାଆନ୍ତି। ସେତେବେଳେ ସେଇ ସମୟ ଆସିଥାଏ, ଦୁର୍ଗାଙ୍କର ଅଷ୍ଟମୀ ପୂଜା ଦୁର୍ଗା ପୂଜା ଆସିଥାଏ। ସେଇ ସମୟ ନରବଳି ଦେବା ପାଇଁ ରଜା ଖୋଜିଲେ, ଗୋଟେ ଲୋକକୁ ଖୋଜିଲେ କାହାକୁ ଆମେ ନରବଳି ଦବା। ସେତେବେଳେ ଯାହାକୁ ପାଇଲେ ତାକୁ ଦଉଥିଲେ, ସେବାୟତ ମାନଙ୍କ ଭିତରୁ ନରବଳି ନେଇ ଦଉଥିଲେ। ସେବାୟତ ପରମ୍ପରା ଭିତରୁ ତାଙ୍କର ନାତି ଅଣନାତି ପଣନାତି ଏମାନେ ସମସ୍ତେ ସବୁ ବ୍ୟବସ୍ଥା କରୁଥିଲେ। ଯଦି କିଛି ନ ମିଳିଲା ଅନ୍ୟ ଲୋକମାନଙ୍କୁ ଆଣିକିରି ନରବଳି ସେମାନେ ଦଉଥିଲେ। ଯେତେବେଳେ ସେଇ ସମୟରେ ଇଏ ଜଣେ ଭିକ୍ଷାରୀ ଭିକ୍ଷୁକ ହିସାବରେ ଯାଇକି ଭିକ୍ଷା ମାଗୁଥିଲେ। ଭିକ୍ଷା ମାଗି ମାଗି ଯାଇ ଯେତେବେଳେ ଗଲାବେଳକୁ ରଜା ଖବର ପାଆନ୍ତି ଜଣେ ଭିକ୍ଷୁକ ଆସିଛନ୍ତି, ବ୍ରାହ୍ମଣ ଲୋକ ଭିକ୍ଷୁକ ଆସିଛନ୍ତି, ଆମ ନରବଳି ବର୍ତ୍ତମାନ ସମୟ। ରଜା ତାଙ୍କୁ ନେଇ ସମ୍ମାନରେ ତାଙ୍କୁ ଟ୍ରିଟମେଣ୍ଟ କରି ବ୍ୟବସ୍ଥା କରି ତାଙ୍କୁ ଜଣେଇଲେନି ଯେ ତାଙ୍କୁ ନରବଳି ଦିଆଯିବ, ବଳି ଦିଆଯିବ ତାଙ୍କୁ ଜଣେଇଲେ। କିଛି ଦିନ ତାଙ୍କୁ ଭଲରେ ବହୁତ ସଂସ୍କାର ରୂପେ କରି ବଢିଆ ମଜାରେ ରଖିଲେ, ଖାଇବା ପିଇବା ରହିବା ସବୁ ବ୍ୟବସ୍ଥା କଲେ। ସପ୍ତମୀ ଦିନ ରାତିରେ ତାଙ୍କୁ ଜଣିଆଗଲା, ସପ୍ତମୀ ଦିନ ଯେ ତମେ କ୍ଷୀର ବାର ହେଇଯାଅ, ତମେ ଗୋଟେ ନୂଆ ପଇତା ଲାଗି କରିଦିଅ, ତମର ବର୍ତ୍ତମାନ ମାଙ୍କ ପାଖରେ ବଳି ପ୍ରଦାନ କରାଯିବ। ସେ କହିଲେ ବଳି କଣ ପ୍ରଦାନ କରାଯିବ? ମୁଁ ତ ଆସି ଆପଣ ମତେ କହିଲେ ଏଠି ରହିବା ପାଇଁ, ପୁଣି ବଳି କଣ ଦିଆଯିବ ନା? ଆମର ଗୋଟେ ପ୍ରଥା ଅଛି, ବଳି ଦିଆଯିବ। ମା କହିଛନ୍ତି ତମକୁ ବଳି ଦିଆଯିବ। ରଜା କଣ କଲେ, ଚାରିପଟେ ସବୁ ସୈନ୍ୟ ବାହିନୀକୁ ଘେରେଇ ଦେଲେ, ରାତିକି ତାଙ୍କୁ ଜଗିଲେ। ଅଷ୍ଟମୀ ଦିନ ସକାଳୁ ହେଲା, ସମସ୍ତେ ତାଙ୍କୁ ନେଇକିରି ବର୍ତ୍ତମାନ ନେଇକିରି ରଣପୁର ପର୍ବତ ଉପରେ ନେଇକିରି ମହାପ୍ରଭୁଙ୍କ ପାଖରେ ପହଞ୍ଚିଗଲେ। ରଜା ମଧ୍ୟ ନିଜେ ଯାଇକି ପହଞ୍ଚିଲେ। ସେ ସେଠି ରଜାଙ୍କୁ କହିଲେ ମତେ ଯଦି ବଳି ଦବ, ତୁମେ ମତେ ଖଡଗରେ ହାଣନି। ଠାକୁରାଣୀ ମତେ ଯଦି ନବାକୁ ଚାହିଁବ, ସିଏ ମତେ କେମିତି ନବ? ମତେ ତା ପାଖରେ ଛାଡିଦିଅ, ସିଏ ମତେ ନବ। ତୁମେ ମତେ କାହିଁ ଆଣିବ, ଖଡଗରେ କାହିଁ ଆଣିବ? ଯଦି ମା ମୋର ରକ୍ତ ନବ, ମା ଯଦି ପିଲାର ଅମଙ୍ଗଳ ଚିନ୍ତନ କରିବ, ସିଏ କରିବ, ତୁମେ କାହିଁ ମୋର କରିବ? ତେଣୁ ରଜାଙ୍କର ମନରେ ଗୋଟେ ଆସିଲା, ଗୋଟେ ବିଚାରଧାରା ଆସିଲା ଯେ ପ୍ରକୃତ ବ୍ରାହ୍ମଣ ଲୋକ ଯାହା କହୁଛନ୍ତି ଠିକ, ଆମେ କାହିଁକି ଗୋଟେ ନରହନ୍ତା ଦୋଷ ପଡିବୁ? ଆମେ ତାଙ୍କୁ ଛାଡିଦେଲେ ଭଗବତୀ ତାଙ୍କୁ ଗ୍ରହଣ କରିବ, କଣ କରିବ ତାଙ୍କ କଥା ସିଏ ବୁଝିବେ। ସିଏ କଣ କଲେ, ତାଙ୍କୁ ଅଷ୍ଟମୀ ଦିନ ମାଙ୍କ ପାଖରେ ଭିତରେ ଚାଇ ପକେଇ ଦେଇକି ବାହାରେ ସମସ୍ତଙ୍କୁ ତାଙ୍କର ସୈନ୍ୟ ସାମନ୍ତଙ୍କୁ ରଖିଦେଲେ, ଯେ ସିଏ ଯେମିତି ଲୋକ ବାହାରକୁ ବାହାରି ପାରିବନି। ସେ ଲୋକ ଦେଖିଲା, ମୁଁ ଯଦି ଏଠୁ ଡେଇଁକି ତଳକୁ ମରିବି, ଏଠି ଯଦି ବର୍ତ୍ତମାନ ଯିବି ଦୌଡ଼ିକି ପଳେଇବି, ରଜା ମତେ ମାରିଦେବେ। ମୋର ମା ଆଶ୍ରିତ ହେଇଗଲା। ଯେତେବେଳେ ମା ଆଶ୍ରିତ ହେଇଯାଏ, ଶ୍ରଦ୍ଧା ବିନୟ ସମ୍ପନ୍ନ ଦେବତା ପୂଜା ଅର୍ଚ୍ଚନା ସହିବ। ଯେତେବେଳେ ଗୋଟେ ମା ପ୍ରତି ଗୋଟେ ପିଲାର ଶ୍ରଦ୍ଧା ଅଛି, ଭାବ ଅଛି, ଭକ୍ତି ଅଛି, ସେ ମା କେବେ ହେଲେ ନିଷ୍ଠୁର ହେଇପାରିବ ନା। କୁପୁତ୍ର ଜାୟତେ ଉଚିତ କୁମାତା ନ ଭବତି। ପିଲାମାନେ କୁପୁତ୍ର ହେଇପାରନ୍ତି, ମା କେବେ କୁମାତା ନୁହଁ। ତେଣୁ ସେଇ ଭକ୍ତ, ସେଇ ବ୍ରାହ୍ମଣ ମହାଜନ ଯିଏ, ସିଏ ଯାଇକି ମହାପ୍ରଭୁଙ୍କ ପାଖରେ ଶରଣାଗତ ହେଇଗଲେ। ଯେତେବେଳେ ଦିନ ଦୁଃଖୀ, ଯେତେବେଳେ ମଣିଷର ନିରାଶ୍ରୟ ମାନ ଜଗଦୀଶ୍ୱର କେହି ନଥିବେ ଆଶ୍ରୟ କରିବାକୁ, ମହାପ୍ରଭୁ ନିଜେ ସ୍ୱୟଂ ଆଶ୍ରୟତା, ସିଏ ଯେତେବେଳେ ସବୁବେଳେ ହାତ ଟେକି ଦେଲା, ମା ମୁଁ ତମର ଭକ୍ତ, ଯଦି ତମର ନବାର ଅଛି କେମିତି ନଉଛନ୍ତି ଆଉ। ମାଙ୍କ ସ୍ତୁତି ଯେତେବେଳେ ସେ ପ୍ରଦାନ କରିଛି ସେଠି, ମା ତାପରେ ସନ୍ତୁଷ୍ଟ ହେଇଯାଇଛନ୍ତି। ସେଇ ଦିନଠୁ ସିଏ ମାଙ୍କୁ ବୁଝେଇ ଦେଇଛି ଯେ ନରବଳି ଅପେକ୍ଷା ଅନ୍ୟ ବଳିଟା ହଉଛି ଉପଯୁକ୍ତ। ନରବଳି ଖାଇବା ଦ୍ୱାରା ତୋର ବଂଶ ଆସ୍ତେ ଆସ୍ତେ କ୍ଷୟ ହେଇଯିବ, ତୋର ପୂଜା କରିବା ପାଇଁ ଲୋକମାନେ ଅସମର୍ଥ ହେଇଯିବେ। ସେଇ ସମୟରେ ମାଙ୍କର ଗୋଟେ ଶକ୍ତି ପ୍ରଦାନ ହେଇଛି। ସେଇ ଦିନ ଠାରୁ ନରବଳି ବନ୍ଦ ହେଇଛି, ପଶୁ ବଳି ପ୍ରଦାନ କରାଯାଇଛି। ପଣ୍ଡା ବଳି, ସେତେବେଳେ ପଣ୍ଡା ବଳି, ସେଟାକୁ ମଇଁଷି ବଳି ବୋଲି କହନ୍ତି। ମଇଁଷି ବଳି ପ୍ରଦାନ କରାଯାଏ ସେଠି। ସେତେବେଳେ ମଇଁଷି ବଳି ପ୍ରଦାନ କରିସାରିଲା ପରେ, ବିରମଚନ୍ଦ୍ରପୁର ଆସି ସାରିଲା ପରେ ସେଠି ପଶୁ ବଳି ବା ଯୋଉ ଛାଗ ବଳି ଗ୍ରହଣ કરે। ସେ ପ୍ରଥା ଏବେ ବି ଚାଲୁଅଛି। 16 ଶାସନର ସମସ୍ତ ଶାସନର ଗ୍ରାମବାସୀ ଯେତେବେଳେ ଯାଇ ପହଞ୍ଚିଛନ୍ତି ମାଙ୍କୁ ଆବାହନ କରିକି ତାଙ୍କ ନିଜ ନିଜ ଗ୍ରାମରେ ଅବସ୍ଥାପିତ କରିବା ପାଇଁ, ଆମେ ଶୁଣିଲୁ ଯେ ବୀରରାମଚନ୍ଦ୍ରପୁରର କିଛି ସେବକ ଯାଇଥିଲେ, ଯେ ମାଙ୍କୁ ମା ବୋଲି ଡାକିଦେଲାରୁ ମା ତାଙ୍କ ପାଖକୁ କାନ୍ଧରେ ସ୍ୱୟଂ ବିରାଜମାନ କରିକି ପଳେଇ ଆସିଥିଲେ। କଣ ତାର ଇତିହାସ? ଇତିହାସ ଯେତେବେଳେ ମୁଁ ଆପଣଙ୍କୁ କହୁଥିଲି ପୂର୍ବ ଇଏରୁ,
ଜଣେ ଆମର ଜଣେ ମହାଜନ ଜଣେ ଯାଇଥିଲେ ସେଠି ଭିକ୍ଷା ମାଗିବା ପାଇଁ ଯେତେବେଳେ ଯାଇଥିଲେ ଯେତେବେଳେ ରାଜା ଯେତେବେଳେ ତାଙ୍କୁ ଅଷ୍ଟମ ଦିନ ଯାଇ ପକେଇ ଦେଇଥିଲେ ସେ ଯେତେବେଳେ ମାଆଙ୍କ ସ୍ତୁତି ଜଣାଣ ଗାଇଥିଲେ ମାଆଙ୍କୁ ଶ୍ରଦ୍ଧା କରିଥିଲେ ମାଆଙ୍କୁ ଭକ୍ତି କରିଥିଲେ ସେଠି ସେ ମାଆଙ୍କର ମନ୍ତ୍ରକୁ ଜପ କରିଥିଲେ। ବ୍ରାହ୍ମଣର ପ୍ରଥମ କର୍ମ ହଉଛି ଜପ କରିବା। ଯେତେବେଳେ ସେ ଜପ କଲେ ମା ସେତେବେଳେ ପ୍ରସନ୍ନତା ସେଠି ଲାଭ ହୁଏ। ଯେତେବେଳେ ମା ତାଙ୍କର ପ୍ରସନ୍ନତା ଲାଭ କରୁଥିଲେ ସେଥିପାଇଁ ତାଙ୍କୁ ସେଠି ମୃତ୍ୟୁ ଦେଇନଥିଲେ। ବା ଯେତେବେଳେ ମାଙ୍କ ମୁଖରୁ ଜଣେ ବ୍ୟକ୍ତି ସିଏ ବ୍ରାହ୍ମଣ ଲୋକ ସେ ବର୍ତ୍ତିଥିଲେ ଯେ ସେଇ ନହେଲେ ସମସ୍ତେ ନରବଳି ପାଇଁ ପାତ୍ର ହେଇଯାଇଥିଲେ ନରବଳି ହେଇଯାଇଥିଲେ ସମସ୍ତେ କିନ୍ତୁ ସେ ବ୍ରାହ୍ମଣ ନରବଳି ପାଇନଥିଲେ। ତାଙ୍କର ଶ୍ରଦ୍ଧା ତାଙ୍କର ସ୍ତୁତି ତାଙ୍କର ମନ୍ତ୍ର ଜପ ବଳରେ ସେ ମାଙ୍କୁ ପ୍ରସନ୍ନତା ଲାଭ କରିଥିଲେ। ଯେତେବେଳେ ସିଏ ପ୍ରସନ୍ନତା ଲାଭ କରି ସିଏ ସେଠୁ ମୁକୁଳି ଆସିଥିଲେ ତାପରେ ମା ଆସିକି ଯେତେବେଳେ ପୁରୀରେ ମଧ୍ୟ ପହଞ୍ଚିଲେ ସେତିକିବେଳେ ଯେତେବେଳେ ଷୋଳ ଶାସନରେ ସମସ୍ତେ ଯାଇକି ସେଠି ପହଞ୍ଚିଲେ ସମସ୍ତେ ମାଆଙ୍କୁ ଟେକିବା ପାଇଁ ଚେଷ୍ଟା କଲେ। ଶ୍ରଦ୍ଧା ନଥିଲେ ମା ହଉଛି ଯେମିତି ଆମର ମହାପ୍ରଭୁ ଜଗନ୍ନାଥ ତାର ବ୍ରହ୍ମ ସିଏ କେତେ ସୈନ୍ୟ ଲାଗିଲେ କେତେ କିଏ ଲାଗିଲେ ତାଙ୍କୁ ଟେକି ପାରିବା ସମ୍ଭବପର ନୁହଁ। ଯେତେବେଳେ କେବଳ ଭାବଗ୍ରାହୀ ସିଏ ଭାବ ବିନୋଦିଆ ଠାକୁର ତା ଭାବରେ ମୁଇଁ କିନ୍ତୁ ତା ଭାବ ଯଦି ସିଏ ଆସିଗଲା ମହାପ୍ରଭୁ ଉଠି ଆସିବ। ସେମିତି ମା ହଉଛନ୍ତି ଭକ୍ତିର ପ୍ରତୀକ ଶ୍ରଦ୍ଧାର ପ୍ରତୀକ। ମାର ଅନ୍ୟ ନାମ ହଉଛି ଶ୍ରଦ୍ଧା। ତେଣୁ ସେ ବ୍ୟକ୍ତି ଭାରି ଭଗବାନଙ୍କୁ ମାଙ୍କୁ ଭାରି ଶ୍ରଦ୍ଧା କରୁଛି। ଯେତେବେଳେ ଗୋଟେ ମଣିଷ ଦରିଦ୍ର ହେଇଥାଏ ସେତେବେଳେ ସିଏ ଯୋଉ ଭିକ୍ଷାଟା ମାଗେ ସେଟା ଅନ୍ତର ସହିତ ଭିକ୍ଷାଟା ମାଗେ। ତେଣୁ ସେଇ ସମୟରେ ଯୋଉ ଭିକ୍ଷା ମାଗି ମାଙ୍କୁ ବରଦାନ ପାଇଥିଲେ ଯେତେବେଳେ ସେଠି ଯାଇ ପହଞ୍ଚିଲା ବେଳକୁ ସମସ୍ତେ ଗୁଡାଏ ବର୍ତ୍ତମାନ ବ୍ରାହ୍ମଣ ମାନେ ଅଛନ୍ତି ସମସ୍ତେ କହିଲେ ଆମେ ନବୁ ସମସ୍ତେ ଘଣ୍ଟ କାଳି ବାଜା ଫାଜା ଧରିକିରି ସୂତ୍ର କଲେ ମାଙ୍କୁ ଉଠେଇବା ପାଇଁ ସମସ୍ତେ ଉଠେଇ ପାରିଲେନି। ସମସ୍ତେ ଯେତେବେଳେ ନ କରିପାରିଲେ କିଏ ଟେକିକି ଆଣିଲା ଅଳ୍ପ ବାଟ ଥୋଇଦେଲା ନା ଟେକି ହଉନି କିଏ ଆଣିଲା ବର୍ତ୍ତମାନ ଇଏ ହେଲା ବର୍ତ୍ତମାନ ଭାରି ହେଇଯାଉଛି। ଯେତେବେଳେ ସମସ୍ତେ କହିଲେ ସେତେବେଳେ ରଜା ବର୍ତ୍ତମାନ ଚିନ୍ତାରେ ପଡିଗଲେ। ରଜା ସେତେବେଳେ ଘୋଷଣା କଲେ ଯିଏ ତାଙ୍କୁ ଟେକିକିରି ନେଇକିରି ଅଠନଳା ପାର କରିଯିବ ସେତେବେଳେ ସେଇ ଗାଁକୁ ଆମ ସେତେବେଳେ ଏଇ ବ୍ରାହ୍ମଣ ଯିଏ ସେଠିକି ଯାଇ ରଜାଙ୍କ ପାଖରେ ସେଠି ପହଞ୍ଚିଥିଲେ ଗ୍ରାମର କିଛି ମହାଜନ କିଛି ସେବକ ସେମାନେ ସମସ୍ତେ ଯାଇ ସେଠି ପହଞ୍ଚିଥିଲେ। ଯେତେବେଳେ ସିଏ ଯେତେବେଳେ ସେଠି ଦେଖିଦେଲେ ମାକୁ ମୋର ଦେଖିଦେଲେ ସେ ମାକୁ ମା ବି ଲାଗିକି ଟିକେ ହସି ଦେଇକି ପ୍ରଣାମ ଟିକେ କରିଦେଇକି ସ୍ତୁତି ଟିକେ କରିଦେଲେ। ଆଉ ଯିଏ ମାଠୁ ବରଦାନଟା ପାଇଛି ଯେତେବେଳେ ମାର ପୁଅ ମା କୋଳରେ ଅଟୋମେଟିକ ତେନୁରୁ ବଛା ପ୍ରଯୁକ୍ତା ପୃଷଭ ତୋର କାଳ ଦକ୍ଷିଣା ବର୍ତ୍ତବନି ଯିଏ ଯାହା ଗାଈର ବାଛୁରୀ ସିଏ ତାର ନିଶ୍ଚିତ କ୍ଷୀର ଖାଇବ। ଅନ୍ୟ କାହାକୁ ଛାଡିଦେଲେ ମଧ୍ୟ ସିଏ ତା ଯାଇ କ୍ଷୀର ଖାଇପାରିବ କେବେ ଖାଇପାରିବନି। ତେଣୁ ସେମିତି ସିଏ ହଉଛି ମାର ଗୋଟେ ସେବକ ମା ଗୋଟେ ଭକ୍ତ ସିଏ ତ ଯାଇ ସେଠି ମାକୁ ପ୍ରଣାମ କରିଦେଇଛି ମାକୁ ଦେଖିଦେଇଛି ମା ମନ ଅତି ଆନନ୍ଦିତ ହେଇଯାଇଛି। ସେତେବେଳେ ଘଣ୍ଟ ଘଣ୍ଟ ବାଜି ଯେତେବେଳେ ମାକୁ ସେ ଦେଖିଛି ମା ସେତେବେଳେ ଫୁଲ ହେଇଯାଇଛନ୍ତି ସେତେବେଳେ ତାକୁ ସାଙ୍ଗେ ସାଙ୍ଗେ ସେ କାନ୍ଧରେ ପକେଇ ଦେଇଛି। ଦେଖନ୍ତୁ କୋଉଠି ଅଛି ଆମର ମହାପ୍ରଭୁଙ୍କର ଶ୍ରୀମନ୍ଦିର କୋଉଠି ଆମର ରହିଲା ହଉଛି ବାଟମଙ୍ଗଳା। କେତେ ବଡ ମୂର୍ତ୍ତି ପାଖାପାଖି 40-50 କେଜିର ଓଜନର ମୂର୍ତ୍ତି ଆମେ ଆଜ୍ଞା ତାଙ୍କୁ ଟେକୁଛୁ 40 କେଜି 50 କେଜିର ମୂର୍ତ୍ତି ସିଏ ଆଜ୍ଞା ଜଣେ ଟେକିବା ଭାରି କଷ୍ଟକର। ଦମ୍ଭ ଥିଲେ ତାଙ୍କୁ ଟେକି ପାରିବେ ଆଉ ଭାବ ଥିଲେ ତାଙ୍କୁ ଉଠେଇ ପାରିବେ। ସିଏ ତ ଦମ୍ଭ ବଳରେ ସେଠୁ ଏତେ ବାଟ ଆଣିପାରିନଥାନ୍ତି କାରଣ ଆମେ ଯେତେବେଳେ ଏଇଠୁ ଏତିକି ବାଟ ବୁଲେଇଲା ବେଳକୁ ଆମକୁ କଷ୍ଟ ହଉଛି ସେତେବେଳେ ସିଏ ଶ୍ରୀମନ୍ଦିରରୁ ବାଟମଙ୍ଗଳା ପର୍ଯ୍ୟନ୍ତ ଆଣିବା କେତେ କଷ୍ଟ ହେଇଛି କିନ୍ତୁ ସିଏ ଆନନ୍ଦର ସହିତ ଆଣିଛି ଫୁଲରେ କାନ୍ଧରେ ପକେଇ ଦେଇ ମାକୁ ଡାକିକି ହରିବୋଲ ହୁଳହୁଳି ଦେଇ ଘଣ୍ଟ କାଳି ତନ୍ଦ୍ରୀ ବଜେଇ ମାଙ୍କୁ ସେ ଶ୍ରଦ୍ଧା ସହିତ ଉଚ୍ଚାରଣ କରି ମାଙ୍କୁ ସେ ନେଇକି ଆସିକି ଭଲ ମା ଆମର ନିଜେ ଅଲୌକିକ। ମାଙ୍କର ଶକ୍ତି ଆପଣ ଥରେ ଖାଲି ଭାବି ଦିଅନ୍ତୁ ଥରେ ଖାଲି ତାଙ୍କ ପାଖରେ ଗୋଟେ କାମନା କରିଦିଅନ୍ତୁ ନିଶ୍ଚିନ୍ତ ପୂର୍ଣ୍ଣ ହେଇଯିବ। ନିଶ୍ଚିନ୍ତ ଆମର ପିଲାବେଳ କଥା ଆମେ କହୁଛୁ ଆମେ ଦିନ ଦରିଦ୍ର ଅବସ୍ଥାରେ ଥିଲୁ ଯେତେବେଳେ ଆମେ ମାଙ୍କୁ ଚିନ୍ତା କଲେ ମା ଆମ କଥା କିଛି ବୁଝୁନି କଣ ଆମ ବାପା ମାନେ ସବୁ କଷ୍ଟ ଜିନିଷ ଏମିତି କରୁଛନ୍ତି। ଦିନେ ଆମେ ଆସିକିରି ମା ପାଖରେ ପହଞ୍ଚିଲୁ କିଛି ଲୋକଙ୍କର ସେବା କରିବା ପାଇଁ ଚିନ୍ତା କଲୁ କଣ ମୁଣ୍ଡ ଉଠିଲା ମା ଗୋଟେ କ୍ଷୀର ଦହି ମହୁ ଘିଅ ଲହୁଣୀ ପହଞ୍ଚିଲେ ତାକୁ ଗାଧେଇକି ପୋଛାପୋଛି କରିଦେଇକିରି ଗୋଟେ ଫୁଲରେ ସଜ୍ଜିତ କରିଦେଲୁ। ଫୁଲରେ ସଜ୍ଜିତ କରିଦେଇକିରି ଆମେ ଟିକେ ଭୋଗ କିଛି ପ୍ରସାଦ ଟିକେ କରିକିରି ମହାପ୍ରଭୁଙ୍କୁ ଆରତି କଲୁ। ମାଙ୍କର ଚମକ ମାଙ୍କର ଅଲୌକିକ ଶକ୍ତି ମାଙ୍କର ସ୍ୱପ୍ନାଦେଶ ସଙ୍ଗେ ସଙ୍ଗେ ଆସି ପହଞ୍ଚିବ। ଯୋଉ ଜିନିଷଟା କି ଆମ ପିତୃପୁରୁଷ ମାନେ ପାଇବା ପାଇଁ ସେ ଟିକେ କଷ୍ଟ ହଉଥିଲା ସେଟା ଆମ ସାଙ୍ଗେ ସାଙ୍ଗେ କାହିଁକି ନା ମା ହଉଛନ୍ତି ପୂଜାର ପ୍ରତୀକ ମା ହଉଛନ୍ତି ନିଜେ ଶକ୍ତି ନା
ପୂଜାର ପ୍ରତୀକ। ତେଣୁ ମାଙ୍କୁ ଯେତେ ଶ୍ରଦ୍ଧାର ସହିତ ତମେ ଟିକେ ଅର୍ପଣ କରିବ ମାର କହୁନ ସେତେ ଦୟାମୟ ବଢିବ। ମା କେବଳ ସ୍ନେହର ଭୂମିକା। ସ୍ନେହର ବଢୁ ମା ସ୍ନେହ ଭକ୍ତି ଛାଡିଦେଲେ ମାକୁ ଆପଣ ଏତେ ସୁନା ଫୁନା ଲୋଭ ନାହିଁ ତାର କିଛି। ତାର କୋଉଥିରେ ଲୋଭ ନାହିଁ। ତାର ଘର ଭଲ ଟିକେ ଫୁଲ ଟିକେ ମାଳ ଟିକେ ପିନ୍ଧିବ, ଭଲରେ ଟିକେ ସୁନ୍ଦର ହେଇକି ବସିବ। ସୁନ୍ଦରତା ତାର ଟିକେ ଦରକାର, ପରିଷ୍କାର ପରିଚ୍ଛନ୍ନ ଟିକେ ହେଇଥିବ, ସୁନ୍ଦରତା ଭିତରେ ଥିବ। ମା ଗୋଟେ ଶ୍ରଦ୍ଧାର ସହିତ ସେ ଭକ୍ତିର ସହିତ ମତେ ଟିକେ ଡାକୁଥିବ, ଭିତରେ ଅହଂ ଭାବ ଥିବ, ସିଏ ଶୁଣିବା ଲୋକ ନୁହେଁ। ଯେହେତୁ ଆପଣ ମାଙ୍କର ସେବା କରୁଛନ୍ତି, ଦୀର୍ଘ ଦିନରୁ ସେବାର ଅନୁଭୂତି ଆପଣଙ୍କର ଅଛି, ମାଙ୍କର ଉପସ୍ଥିତି କିମ୍ବା ମାଙ୍କର ଅଲୌକିକତାର ଅନୁଭବ କେବେ ଆପଣଙ୍କୁ ମିଳିଛି? ନିଶ୍ଚିନ୍ତ। ମା ହଉଛନ୍ତି ଦଶ ଭୁଜାର ଠାକୁରାଣୀ। ଶ୍ରୀକାଳୀ ବଳରାମୁଖୀ ଚରଳିତା ଧୂମାବତୀ ଭୈରବୀ ମାତଙ୍ଗୀ ଭୁବନେ ସରିଷ କମଳା ଶ୍ରୀ ବଜ୍ର ବୈରୋଚନୀ ତାରା ପୂର୍ବଂ ପଦେନ କଥିତା ବିଦ୍ୟା ସ୍ୱୟଂ ଶମ୍ଭୁନା লীଳାর্ঘময়ী চ দেশ দশধা পাতু মাং মণিନାଗ ଦୁର୍ଗା। ମଣିନାଗ ଦୁର୍ଗା ହଉଛନ୍ତି 10 ମହାବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ହଉଛନ୍ତି ମା ମଣିନାଗ ଦୁର୍ଗା। ଯେତେବେଳେ ଆମେ ସେବକ କୂଳରେ ଜନ୍ମ, ସେବା କରିବା ହଉଛି ଆମର ଧର୍ମ। ଆମ ବାପା ମାନେ ନନା ମାନେ ଯେତେବେଳେ ଆସିକି ସେବା କରନ୍ତି ଆମେ ତାଙ୍କ ପଛରେ ଦୌଡ଼ି ଦୌଡ଼ି ଆସୁ, ଭାରି ଭଲ ଲାଗେ। ଗୋଟେ ମନ୍ତ୍ରଟି ଯଜ୍ଞ ହୁଏ ଭଲ ଲାଗେ, ମନ୍ତ୍ରଟି ବୋଲା ହୁଏ ଭଲ ଲାଗେ। ଆମେ ବି ଦିନେ ଚିନ୍ତା କରୁ ଆମେ କେମିତି ମନ୍ତ୍ର ବୋଲିବୁ, ମାଙ୍କ ପାଖରେ ବସିବୁ, ରଥରେ ବୁଲିବୁ, ରଥ ଉପରେ ବସିବୁ, ଏରା ସବୁ ଭାରି ଗୋଟେ ଭଲ ଲାଗେ। ସେତେବେଳେ ପିଲା ବୟସରେ ପାଠ ପଢିବା ସମୟ, ନନା ପାଠ ପଢେଇକି ଛାଡି ଦେଇଥାନ୍ତି, କିନ୍ତୁ ପାଠରେ ତ ମନ ଲାଗେନି। ମା ତ ସେବକ କୂଳରେ ଜନ୍ମ, ତାର ସେବା କରିବା ଆମ ଧର୍ମ। ଯେତେ ପାଠ ପଢିକି ଯେତେ ଚାକିରି କଲେ ବି ତା ସେବାକୁ ଆମେ କେବେ ହେଲେ ବନ୍ଦ କରିପାରିବୁ ନାହିଁ। କାରଣ ସେଟା ଆମର ପିତୃପୁରୁଷରୁ ଜଡିତ ଅବସ୍ଥାରେ ଅଛି, ତାଙ୍କ ବଂଶଧର ଆମେ। ମାଙ୍କର ବଂଶଧର ନ ହେଇଥିଲେ ତାଙ୍କ ସେବା କରିବାକୁ ସୁଯୋଗ ଆମକୁ ମା ଦେଇନଥାନ୍ତି। ଯେତେବେଳେ ଆମର କିଛି ପାଠ ପଢା ବନ୍ଦ ହେଇଗଲା ପରେ ଆମେ ଯେତେବେଳେ ଆସିକି ଚିନ୍ତା କଲୁ ମାଙ୍କର ଟିକେ କର୍ମକାଣ୍ଡ କରିବା ଶିଖିବା। ତେଣୁ ମୋର ଜଣେ ଗୁରୁ ପୂର୍ଣ୍ଣଚନ୍ଦ୍ର ମିଶ୍ର ମହୋଦୟ ଦାସ ବିଧାନପୁର, ସେ ମାଙ୍କର ଏଠି ବହୁତ ଯଜ୍ଞ କରନ୍ତି, ପଣ୍ଡିତ ଜଣେ ସିଏ। ତାଙ୍କ ପାଖରେ ମୁଁ ଯାଇ ପହଞ୍ଚିଲି, କହିଲି ଆଜ୍ଞା ଟିକେ ମୋ ମାଙ୍କର ପୂଜା ଅର୍ଚ୍ଚନା ଟିକେ କରିବି, ଆଉ ଟିକେ ଆପଣ ମତେ ଟିକେ ବିଦ୍ୟା ଟିକେ ଶିଖେଇବେ। ସେ କହିଲେ ନିଶ୍ଚିନ୍ତ, ତୁ ଯେତେବେଳେ ମାଙ୍କ ପାଖରେ ଶିଖିବା ପାଇଁ ଚେଷ୍ଟା କରୁଛୁ ତାହେଲେ ମୁଁ ତତେ ନିଶ୍ଚିନ୍ତ ଶିଖେଇବି। କେବଳ ମାଙ୍କର ପୂଜା ଅର୍ଚ୍ଚନା ମୁଁ ବିଧି ବିଧାନ ଶିଖେଇବି। ମାଙ୍କ ପାଖକୁ ଗଲି, ଗୁରୁ ଶିଖିଲି। ଶିଖିଲା ପରେ ତାଙ୍କଠୁ ଉପଦେଶ ମିଳିଲା ଯେ ଜପ କଲେ ହିଁ କେବଳ ସତ୍ୟଟା ଅନୁଭବ କରାଯାଏ। ଜପ ଆମେ କେମିତି କରିବା? ଜପର କିଛି ତାର ଆମେ ଅନୁଭବ କରିନୁ। ଗୁରୁ କଲେ ଯାଇ ଜପର ତତ୍ତ୍ୱ ବିଷୟରେ ବୁଝିବା। ଜଣଙ୍କୁ ଗୁରୁ କରାଗଲା, ଗୁରୁ କରିବା ପରେ ଗୁରୁ ମତେ ମନ୍ତ୍ର ଦେଲେ, କହିଲେ ଯା ବୁଢୀ ପାଖରେ ମନ୍ତ୍ରଟା ବସିକି 1,20,000 ଥର ଜପ। ସମସ୍ତେ କୁହନ୍ତି ବୁଢୀର ବର୍ତ୍ତମାନ ମୁଖ ବନ୍ଦ ହେଇଯାଇଛି, ଯୋଉ ପ୍ରଭାବରେ କୁପ୍ରଭାବର ଯୋଉ ବର୍ତ୍ତମାନ ଯୋଉ ଭୟଭୀତ କରିବା ଦ୍ୱାରା ତାନ୍ତ୍ରିକ ଆସିକି ସବୁ କୁପ୍ରଭାବ ପକେଇ ଦେଇଛି। ଆମର ପାଠ ଅଛି, ଗୋଟେ ତନ୍ତ୍ର ଅଛି, ଗୋଟେ ଯନ୍ତ୍ର ଅଛି, ଗୋଟେ ମନ୍ତ୍ର ଅଛି, ତିନିଟା ଜିନିଷ ଅଛି। ଏ ପ୍ରୟୋଗ ହିଁ ତିନିଟା ଜିନିଷ ମିଶିଲେ ହିଁ ଗୋଟେ ପ୍ରୟୋଗ କରାଯାଏ। ମନ୍ତ୍ର, ଯନ୍ତ୍ର ଆଉ ତନ୍ତ୍ର, ଏ ତିନୋଟି ଜିନିଷ ମିଶିଲେ ହିଁ ଗୋଟେ ପୂଜା। ଗୋଟିଏକୁ ଛାଡିଦେଲେ ପୂଜା ହେଇପାରିବ ନାହିଁ, ନିଷ୍ଫଳ ଭାବେ ପୂଜା। ତନ୍ତ୍ର ନ ଲାଗିଲେ ପୂଜା କୌଣସି ନାହିଁ, ମନ୍ତ୍ର ନ ଲାଗିଲେ ପୂଜା କୌଣସି ନାହିଁ, ଯନ୍ତ୍ରରେ ନ ପଡିଲେ ମଧ୍ୟ କୌଣସି ପୂଜାଟିଏ ନାହିଁ। ଯେତେବେଳେ ମାଙ୍କ ପାଖରେ ଆମେ ଜପଟିଏ କଲୁ, ଯନ୍ତ୍ରଟି ତିଆରି କରିକି ମାଙ୍କ ଗୋଟେ ବସିକି ଜପଟି କରିବା ଭିତରେ ଆମର ତ ଗୁରୁ କହିଛନ୍ତି ଆମେ କରୁଛୁ, ଅନୁଭବ କିଛି ଜାଣିପାରୁନୁ। ଯେତେବେଳେ ଠିକ 15-18 ଦିନ 21 ଦିନ ହଉଛି ତାର ପ୍ରାରମ୍ଭିକ ପର୍ଯ୍ୟାୟ, 21 ଦିନ ଭିତରେ ତମେ ହବିଷାନ୍ନ ରହି ମାଙ୍କର 1,20,000 ମନ୍ତ୍ର ଜପ କର। ଆମେ ଏଇଠି ବସେନି, ସେଇ ଅନୁସାରେ ମୁଁ ଆସିଲି ମୋ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ମାଙ୍କ ପାଖରେ ମାଙ୍କ ଭିତରେ ବସି ଜପ କଲି। ଜପ କରିବା ଭିତରେ ମାଙ୍କର ଗୋଟେ ଅଲୌକିକ ଛାଇ ମତେ ଦର୍ଶନ ମିଳିଲା। ଆମେ ସେତେବେଳେ ବହୁତ ଦରିଦ୍ର ଅବସ୍ଥାରେ ଥାଉ, ବହୁତ ଦରିଦ୍ର ଅବସ୍ଥା, ଖାଇବା ପିଇବା ଭାରି କଷ୍ଟ, ଘର ନଥାଏ, ରହିବା ପାଇଁ ସ୍ଥାନ ନଥାଏ, ପିନ୍ଧିବା ପାଇଁ ବସ୍ତ୍ର ନଥାଏ, ସବୁ ଅସୁବିଧା ଭିତରେ ଆମେ ଥାଉ। ମୁଁ ମାଙ୍କୁ ସେ ସମୟ ଦୁଃଖ ଜଣାଉଥାଏ, ମା ଏଇ ଜୀବନଟା ଏମିତି ଚାଲିଯାଇଛି, ବାପା ମାନେ ନନା ମାନେ ଆମେ ସବୁ କିଛି କରିପାରିନାହାନ୍ତି, କେମିତି ଆମେ ବଞ୍ଚିବା, କେମିତି ସଂସାର ଚାଲିବ, ମା ସଂସାର ତ ଏମିତି ପରିସ୍ଥିତି ସବୁ ଆସିଲାଣି। ସେତେବେଳେ ବୁଢୀର ଗୋଟେ କଣ ନିର୍ଦ୍ଦେଶ ଆସିଲା, ମତେ ଗୋଟେ ସ୍ୱପ୍ନ ହେଲା ଚଣ୍ଡୀ କର। ଆମ ସେବାୟତ ଗୃହରେ କି ଜଣେ ଚଣ୍ଡୀ କରିନାହାନ୍ତି ମାଙ୍କ ପିଠରେ। ଆମର ଏଠି ସେବାୟତ 4-5 ଘର ସେବାୟତ ଅଛନ୍ତି, ଏମାନେ 16 ଉପଚାର ପୂଜା କେହି ଶିଖନ୍ତିନି।
ବା ଏମାନଙ୍କୁ ଆଗ୍ରହ ଆସିନି ଭଗବତୀଙ୍କର ଶିଖିବା ପାଇଁ। ମୁଁ ଚଣ୍ଡୀ ପାଠ ଟିକେ କରନ୍ତି। ଯେତେବେଳେ ନିର୍ଦ୍ଦେଶ ଆସିଲା ଚଣ୍ଡୀ ପାଠ ପାଇଁ ମୁଁ ଗୁରୁଙ୍କୁ ଏଇ ପଚାରିଲି ମୋର ମାଳା କଣ କରିବ ଚଣ୍ଡୀ ପାଠ କଣ ଅଛି ଚଣ୍ଡୀ ପାଠ ଜାଣିନି ନା ଚଣ୍ଡୀର ଏଇ କାରିକା ଅନୁସାରେ ଏଇ ପାଠ ଅନୁସାରେ ଚଣ୍ଡୀ ପାଠ କର। 3 ଦିନରେ 3 ପ୍ରକାର ବସ୍ତ୍ରକୁ ବୁଢୀ ପିନ୍ଧିଆଯିବ। ବୁଢୀର ଯୋଉ ବାରରେ ଯୋଉ ବସ୍ତ୍ର ପିନ୍ଧିବା କଥା ସେଇ ବସ୍ତ୍ର ତାକୁ ପିନ୍ଧେଇକି ତାର ସ୍ତୁତିଟା ତା ଆଗରେ ଗାଏ।